ଆମର ଅସିଆସ 1992 ଅନୁସାରେ ପେନସନ ପୁରୁଣା ପେନସନ ଆମର ଦାବି ପ୍ଲସ୍ ସହିତ ଗ୍ରାଚୁଇଟି ଅଧିନିୟମ 1972 ଅନୁସାରେ ଗ୍ରାଚୁଇଟି ପ୍ରଦାନ ଯେହେତୁ ଗ୍ରାଚୁଇଟି ଆମର ସମ୍ପତ୍ତି ଚଳନ ଏବଂ ପେନସନ ମଧ୍ୟ ଆମର ହକ ସରକାରଙ୍କ ସବୁ ସାର୍କୁଲାର ରିଜର୍ଭେସନ ନୋଟିସ୍ ବେଳେ ଆମେ ଅବହେଳିତ ଦୀର୍ଘ 30-40 ବର୍ଷ ଧାରାବାହିକ କାମ କଲାପରେ ସରକାର ଡିପାର୍ଟମେଣ୍ଟରେ ଆମେ ଖାଲି ହାତରେ ଯିବା ଦ୍ୱାରା ଆମେ ମୃତ୍ୟୁ ଯନ୍ତ୍ରଣା ଭୋଗଉଛୁ ତେଣୁ ସରକାରଙ୍କୁ ପ୍ରାର୍ଥନା ଆମେ ବଞ୍ଚିବାର ଅଧିକାରଟା ଦିଅନ୍ତୁ ମଣିଷର ମର୍ଦ୍ଦାନୀ ସମାଜରେ ବଞ୍ଚିବାର ସୁଯୋଗଟା ଦିଅନ୍ତୁ ଯେହେତୁ ସରକାରଙ୍କୁ ଆମେ କର ଖଜଣା ସବୁ ଦଉଛୁ ଭୋଟ ମଧ୍ୟ ଦଉଛୁ ତେଣୁ ଆମକୁ ବଞ୍ଚିବାର ନାଗରିକ ଅଧିକାର ହିସାବରେ ନାଗରିକ ହିସାବରେ ଆମେ ବଞ୍ଚିବାର ସୁଯୋଗଟା ଦିଅନ୍ତୁ। ପୂର୍ବରୁ ସରକାର ଆପଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ତ୍ତମାନର ସରକାର କିଛି ଆପଣ ଦାବି ପୂରଣ କରିବେ ବୋଲି ଆପଣଙ୍କର ଆଶା ରହିଛି? ଆଶା ରହିଛି ଯେହେତୁ ଲୋକଙ୍କର ସରକାର ଏବଂ ଡବଲ ଇଞ୍ଜିନ ସରକାର ସରକାର ନାଗରିକ ପ୍ରତି ବେଶୀ ଗୁରୁତ୍ୱ ଦେଉଛନ୍ତି ତେଣୁ ସାମାନ୍ୟ ଦେଖନ୍ତୁ ନାଗରିକ ମାନେ ଆମର ସାଧାରଣ ଲୋକମାନଙ୍କୁ ଭତ୍ତାଟେ ଦେଉଛନ୍ତି ବିଧବା ଭତ୍ତା ଦେଉଛନ୍ତି ସବୁ ପିଲା ଭତ୍ତା ଦେଉଛନ୍ତି କିନ୍ତୁ ଯେଉଁମାନେ ହୁଏ 30-40 ବର୍ଷ ଧାରାବାହିକ ବିଶ୍ୱସ୍ତ ନିଷ୍ପେଷିତ ଭାବରେ ଅବହେଳିତ ଆସି କାମ କରି ରହିଛି ଆଜି ମୃତ୍ୟୁଦଣ୍ଡଟା ଭୋଗ କରୁଛନ୍ତି ତେଣୁ ସମାଜର ବଞ୍ଚିବାର ଅଧିକାରଟା ଯଦି ଦିଅନ୍ତୁ ସରକାରଙ୍କୁ ଏତିକି ପ୍ରାର୍ଥନା। ଡିପାର୍ଟମେଣ୍ଟ ତରଫରୁ ଯେଉଁ ବିଶେଷ କରି ରାଜ୍ୟ ସ୍ତରୀୟ ତାଙ୍କର ଯେଉଁ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସ୍ତରୀୟ ଏବଂ ଆମ ଉଦଳା ନିର୍ବାଚନ ମଣ୍ଡଳୀ ସମସ୍ତ ପ୍ରତିନିଧିମାନେ ଏକତ୍ରିତ ହୋଇ ଗୋଟେ ବୈଠକ କରିଥିଲେ। ବିଶେଷ କରି ତାଙ୍କର ଯେଉଁ ଦାବି ବିଶେଷ କରି ପେନସନ ରିଟାୟାରମେଣ୍ଟ ପରେ ପେନସନ ସହିତ ଗ୍ରାଚୁଇଟି ଏଇ ଦୁଇଟି ଆଧାରରେ ସରକାରଙ୍କ ପାଖରେ ତାକୁ କେମିତି ନେଇକି ପହଞ୍ଚାଇବା ଏବଂ ତାର କେମିତି ପ୍ରାପ୍ତି ହେବ ସେଥିପାଇଁ ମୋତେ ବି ମଧ୍ୟ ଦାୟିତ୍ୱ ଦେଇଛନ୍ତି। ମୁଁ ବି ମଧ୍ୟ ଅଙ୍ଗୀକାରବଦ୍ଧ କାରଣ ମୁଁ ଦେଖୁଛି ଆଜିକା ଦିନରେ ଯେଉଁ ବାପା ମା ମାନେ ଯେତେବେଳେ 30-40 ବର୍ଷ ଧରିକି କାମ କରିଛନ୍ତି ଆଉ ବିଶେଷତଃ ଆଜିକା ଦିନରେ ପୁଅ ଝିଅମାନେ କେହି ପଚାରୁନାହାନ୍ତି। ଆଜି ଖାଦ୍ୟ ପଦାର୍ଥର ଆବଶ୍ୟକତା ଅଛି ମେଡ଼ିସିନର ଆବଶ୍ୟକତା ଅଛି ସେଇ ଦୃଷ୍ଟିକୋଣରୁ ବଞ୍ଚିବା ପାଇଁ ହେଲେ ପେନସନ ଏବଂ ଗ୍ରାଚୁଇଟିର ଆବଶ୍ୟକତା ଅଛି। ସେଥିପାଇଁ ମୁଁ ଆଜି କଥା ଦେଲି ଆପଣମାନେ ଲିଖିତ ଆକାରରେ ଦିଅନ୍ତୁ ଆଉ ଯେଉଁ ପୂର୍ବରୁ ଯେଉଁ ଗେଜେଟ୍ ନୋଟିଫିକେସନ୍ ତାର କପି ମଧ୍ୟ ଦିଅନ୍ତୁ। ମୁଁ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଖରେ ମୁଁ ଏକଥା ପହଞ୍ଚିବି ଖାଲି ମୁଁ ଏକା ନୁହଁ ଦରକାର ହେଲେ ଆମେ 50 ବିଧାୟକ ଏଇ ବନ୍ଧୁମାନଙ୍କର ଯେଉଁ ଦୁଃଖ ଦୁର୍ଦ୍ଦଶା ଅଛି ତାକୁ ଏ ସମସ୍ୟାକୁ ହୃଦବୋଧ କରି ଦସ୍ତଖତ କରି ଆମେ ସିଏମ ପାଖରେ ଦାବି ରଖିବୁ ଆଉ ଆଗାମୀ ଦିନରେ ତାକୁ ଯେମିତି ହେଲେ ବି ପୂରଣ କରାଯିବ।